ତୁଳସୀ को ଜଳ ଅର୍ପଣ ଓ ଦୀପ ଜାଳିବାର ମହତ୍ଵ। ଏକ ସମୟର କଥା। ଦେବୀ ସତ୍ୟଭାମା ଭଗବାନ ଶ୍ରୀକୃଷ୍ଣଙ୍କ ନିକଟକୁ ଆସି ପଚାରିଲେ, ହେ ସ୍ୱାମୀ, ଆପଣ ନିତ୍ୟ ତୁଳସୀକୁ ଜଳ ଅର୍ପଣ କରନ୍ତି ଏବଂ ଦେବୀ ରୁକ୍ମଣୀ ନିତ୍ୟ ତୁଳସୀ ନିକଟରେ ଦୀପ ଜାଳନ୍ତି। ଏହା ପଛରେ କ'ଣ ରହସ୍ୟ ଅଛି? ଦୟାକରି ମୋତେ ତୁଳସୀକୁ ଜଳ ଦେବା ଓ ତୁଳସୀ ନିକଟରେ ଦୀପ ଜାଳିବାର ମହତ୍ଵ କୁହନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଦେବୀ ସତ୍ୟଭାମା, ତୁମେ ଏକ ଅତି ମହତ୍ଵପୂର୍ଣ୍ଣ ପ୍ରଶ୍ନ ପଚାରିଛ। ଦେବୀ ତୁଳସୀ ହେଉଛନ୍ତି ଲକ୍ଷ୍ମୀଙ୍କର ଅବତାର। ତୁଳସୀ ଭଗବାନ ବିଷ୍ଣୁଙ୍କୁ ଅତ୍ୟନ୍ତ ପ୍ରିୟ, ତେଣୁ ମୋତେ ମଧ୍ୟ ସେ ଅତି ପ୍ରିୟ। ମାସମାନଙ୍କ ମଧ୍ୟରେ କାର୍ତ୍ତିକ ଓ ବନସ୍ପତି ମଧ୍ୟରେ ତୁଳସୀ ମୋତେ ପ୍ରିୟ। ଯେଉଁ ମନୁଷ୍ୟ ତୁଳସୀକୁ ଜଳ ଅର୍ପଣ କରେ, ତା ଉପରେ ମୋର କୃପା ସର୍ବଦା ବଜାୟ ରହେ। ଯେଉଁ ବ୍ୟକ୍ତି ମୋତେ ତୁଳସୀ ପତ୍ର ସହିତ ଭୋଗ ଅର୍ପଣ କରେ, ମୁଁ ତାହା ପ୍ରେମରେ ଗ୍ରହଣ କରେ। ତୁଳସୀ ପତ୍ର ବିନା ମୁଁ କୌଣସି ଭୋଗ ଗ୍ରହଣ କରେ ନାହିଁ। ହେ ଦେବୀ, ଏବେ ମୁଁ ତୁମକୁ ତୁଳସୀକୁ ଜଳ ଦେବା ଓ ତୁଳସୀ ନିକଟରେ ଦୀପ ଜାଳିବାର ମହତ୍ଵ କହୁଛି। ତେଣୁ ଏହି କାହାଣୀକୁ ମନ ଦେଇ ଶୁଣ। ଯେଉଁ ନାରୀ ଏହି କାହାଣୀକୁ ମନ ଦେଇ ଶୁଣେ, ସେ ସଦା ସୌଭାଗ୍ୟବତୀ ରହେ। ତା ଘରେ ସୁଖ ଓ ସମୃଦ୍ଧି ଆସେ ଏବଂ ଦାରିଦ୍ର୍ୟର ନାଶ ହୁଏ। ଦେବୀ ସତ୍ୟଭାମା କହିଲେ, ହେ ସ୍ୱାମୀ, ମୁଁ ଏହି କାହାଣୀକୁ ମନ ଦେଇ ଶୁଣିବି। ଦୟାକରି ମୋତେ ସେଇ କାହାଣୀ କୁହନ୍ତୁ। ତାପରେ ଭଗବାନ ଶ୍ରୀକୃଷ୍ଣ ଦେବୀ ସତ୍ୟଭାମାକୁ ସେଇ କାହାଣୀ ଶୁଣାଇବାକୁ ଆରମ୍ଭ କଲେ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଦେବୀ, ମଧ୍ୟ ଦେଶରେ ଶ୍ୟାମ ଶର୍ମା ନାମକ ଜଣେ ବୈଶ୍ୟ ତାର ସ୍ତ୍ରୀ ସହିତ ରହୁଥିଲେ। ତାଙ୍କ ନିକଟରେ କୌଣସି ଜିନିଷର ଅଭାବ ନଥିଲା। ଈଶ୍ୱରଙ୍କ କୃପାରୁ ତାଙ୍କ ନିକଟରେ ସମସ୍ତ ସୁଖ ଓ ଐଶ୍ୱର୍ଯ୍ୟ ଥିଲା, କିନ୍ତୁ ତାଙ୍କର କୌଣସି ସନ୍ତାନ ନଥିଲା, ଯେଉଁଥିପାଇଁ ସେ ସର୍ବଦା ଦୁଃଖୀ ରହୁଥିଲେ। ସନ୍ତାନ ପ୍ରାପ୍ତି ପାଇଁ ସେ ବୈଦ୍ୟଙ୍କ ଦ୍ୱାରା ଅନେକ ଉପାୟ କଲେ, ଦାନ ଧର୍ମ କଲେ, ନାନା ପ୍ରକାର ଔଷଧ ଓ ଚିକିତ୍ସା ମଧ୍ୟ କଲେ, କିନ୍ତୁ ତଥାପି ତାଙ୍କୁ ସନ୍ତାନ ହେଲା ନାହିଁ। ଏକଦା ଶ୍ୟାମ ଶର୍ମା ମହାମୁନି ବଶିଷ୍ଠଙ୍କ ଆଶ୍ରମକୁ ଯାଇ ତାଙ୍କୁ ଭେଟିଲେ। ମୁନି ବଶିଷ୍ଠ ତାଙ୍କର ସ୍ୱାଗତ କରି କୁଶଳ ମଙ୍ଗଳ ପଚାରିଲେ। ତାପରେ ଶ୍ୟାମ ଶର୍ମା କହିଲେ, ହେ ମୁନିବର, ମୁଁ ଅତ୍ୟନ୍ତ ଦୁଃଖୀ। ମୋର କୌଣସି ସନ୍ତାନ ନାହିଁ। ସନ୍ତାନ ବିନା ମୋର ଉଦ୍ଧାର କିପରି ହେବ? ମୁଁ ସନ୍ତାନ ପ୍ରାପ୍ତି ପାଇଁ ଅନେକ ଉପାୟ କରିଛି, କିନ୍ତୁ କିଛି ଫଳ ମିଳିନାହିଁ। ଦୟାକରି କୁହନ୍ତୁ, କାହିଁକି ମୋତେ ସନ୍ତାନ ହେଉନାହିଁ? ମୁଁ ଜାଣି ବା ଅଜାଣତେ କିଛି ପାପ କରିଛି କି? ମୁନି ବଶିଷ୍ଠ ତାଙ୍କର ଦିବ୍ୟ ଦୃଷ୍ଟିରେ ଶ୍ୟାମ ଶର୍ମାଙ୍କ ପୂର୍ବଜନ୍ମ ବିଷୟରେ ଜାଣିପାରିଲେ। ସେ କହିଲେ, ହେ ବତ୍ସ, ତୁମେ ପୂର୍ବଜନ୍ମରେ ଏକ ଘୋର ପାପ କରିଥିଲ, ଯେଉଁଥିପାଇଁ ଏ ଜନ୍ମରେ ତୁମକୁ ସନ୍ତାନ ସୁଖ ମିଳୁନାହିଁ। ଶ୍ୟାମ ଶର୍ମା କହିଲେ, ହେ ମୁନିବର, ଦୟାକରି ମୋତେ କୁହନ୍ତୁ, ମୁଁ ପୂର୍ବଜନ୍ମରେ କେଉଁ ପାପ କରିଥିଲି ଓ ସେହି ପାପରୁ ମୁକ୍ତି ପାଇଁ ମୋତେ କ'ଣ କରିବା ଉଚିତ? ବଶିଷ୍ଠ କହିଲେ, ହେ ବତ୍ସ, ପୂର୍ବଜନ୍ମରେ ତୁମେ ଜଣେ ଅହଙ୍କାରୀ ବୈଶ୍ୟ ଥିଲ। ତୁମର ଜନ୍ମ ଏକ ଧନୀ କୁଟୁମ୍ବରେ ହୋଇଥିଲା। ସେହି ଜନ୍ମରେ ତୁମେ ଏକ ଗାଈକୁ ଅତ୍ୟନ୍ତ ଦୁଃଖ ଦେଇଥିଲ। ଏକଦା ଏକ ଗାଈ ଭୋକ ଓ ତୃଷ୍ଣାରେ ବ୍ୟାକୁଳ ହୋଇ ତୁମ ଦ୍ୱାରକୁ ଆସିଥିଲା, କିନ୍ତୁ ତୁମେ ତାକୁ ନା ରୁଟି, ନା ଚାରା, ନା ଜଳ ଦେଇଥିଲ। ତୁମେ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ସେ ଗାଈକୁ ଅପମାନ କରି ଘରୁ ବାହାର କରିଦେଇଥିଲ। ସେହି ଗାଈ ସଦ୍ୟ ଏକ ବାଛୁରୀକୁ ଜନ୍ମ ଦେଇଥିଲା ଓ ଭୋକ ଓ ତୃଷ୍ଣାରେ ବ୍ୟାକୁଳ ହୋଇ ସେଠାରେ ମୂର୍ଚ୍ଛା ଯାଇ ପଡ଼ିଥିଲା। ସେହିଦିନ ସେ ତାର ବାଛୁରୀକୁ କ୍ଷୀର ପିଆଇ ପାରିନଥିଲା, ତେଣୁ ସେହି ଗାଈ ତୁମକୁ ଅଭିଶାପ ଦେଇଥିଲା। ସେହି ଅଭିଶାପ ଯୋଗୁଁ ତୁମର ଏହି ଦୁର୍ଦ୍ଦଶା ହୋଇଛି। ତୁମକୁ ଏ ଜନ୍ମରେ ସନ୍ତାନ ହେଉନାହିଁ। ବଶିଷ୍ଠଙ୍କ କଥା ଶୁଣି ଶ୍ୟାମ ଶର୍ମା ଅତ୍ୟନ୍ତ ଦୁଃଖୀ ହେଲେ ଓ ନିଜକୁ ଦୋଷ ଦେଇ କହିଲେ, ହାୟ, ମୁଁ କ'ଣ କଲି? ଏକ ନିରୀହ ଗୋମାତାକୁ ସେବା ନ କରି ମୁଁ ମହାପାପ କରିଛି। ସେହି ପାପର ଦଣ୍ଡ ମୋତେ ଭୋଗିବାକୁ ପଡୁଛି। ସେ ବଶିଷ୍ଠଙ୍କୁ କହିଲେ, ହେ ମୁନିବର, ଏହି ପାପର ପ୍ରାୟଶ୍ଚିତ ମୁଁ କିପରି କରିବି? ଦୟାକରି ମୋତେ ମାର୍ଗଦର୍ଶନ କରନ୍ତୁ। ମୁଁ ସବୁ କିଛି ଦେଇ ଏହି ପାପରୁ ମୁକ୍ତି ପାଇବି। ମୋତେ ସନ୍ତାନ ପ୍ରାପ୍ତି ପାଇଁ କ'ଣ କରିବା ଉଚିତ? ମୁନି ବଶିଷ୍ଠ କହିଲେ, ହେ ବତ୍ସ, ଏହି ପାପର ଏକମାତ୍ର ଉପାୟ ହେଉଛି ତୁମେ ସନ୍ତାନ ପ୍ରାପ୍ତି ପାଇଁ ପୃତେଷ୍ଠି ଯଜ୍ଞ କର। ଏହି ଯଜ୍ଞର ଫଳସ୍ୱରୂପ ତୁମକୁ ସନ୍ତାନ ପ୍ରାପ୍ତି ହେବ। ଏହି ଯଜ୍ଞ ସମ୍ପନ୍ନ କରି ବ୍ରାହ୍ମଣଙ୍କୁ ଭୋଜନ କରାଅ ଏବଂ ବସ୍ତ୍ର ଓ ଗାଈ ଦାନ କର, ତେବେ ତୁମେ ଏହି ପାପରୁ ମୁକ୍ତି ପାଇବ। ଶ୍ୟାମ ଶର୍ମା ମୁନିଙ୍କୁ ଧନ୍ୟବାଦ ଦେଇ କହିଲେ, ହେ ମୁନିବର, କୋଟି କୋଟି ଧନ୍ୟବାଦ।
ମୁଁ ଆପଣଙ୍କ କହିବା ଅନୁସାରେ ପୁତ୍ରେଷ୍ଠି ଯଜ୍ଞ କରିବି ଓ ବ୍ରାହ୍ମଣମାନଙ୍କୁ ଗାଈଦାନ କରିବି। ଏତିକି କହି ଶ୍ୟାମ ଶର୍ମା ଶୀଘ୍ର ଘରକୁ ଫେରିଲେ ଓ ତାଙ୍କ ସ୍ତ୍ରୀଙ୍କୁ ସମସ୍ତ ବୃତ୍ତାନ୍ତ କହିଲେ। ତାପରେ ସେ ଦୁହେଁ ପୁତ୍ରେଷ୍ଠି ଯଜ୍ଞର ପ୍ରସ୍ତୁତି ଆରମ୍ଭ କଲେ। ଅନେକ ଋଷି ଓ ମୁନିମାନଙ୍କୁ ନିମନ୍ତ୍ରଣ କରି ଶ୍ୟାମ ଶର୍ମା ଯଜ୍ଞ ପ୍ରସନ୍ନ କଲେ ଓ ବ୍ରାହ୍ମଣମାନଙ୍କୁ ଗାଈଦାନ କଲେ। ଯଜ୍ଞ ସମାପନ ପରେ ଯଜ୍ଞର ଅଗ୍ନିରୁ ଅଗ୍ନିଦେବ ପ୍ରକଟ ହେଲେ ଓ ଶ୍ୟାମ ଶର୍ମାଙ୍କୁ କହିଲେ, ହେ ଶ୍ୟାମ ଶର୍ମା, ତୁମର ଯଜ୍ଞ ସଫଳ ହେଲା। ତୁମେ ସନ୍ତାନ ପ୍ରାପ୍ତି ପାଇଁ ଏହି ଯଜ୍ଞ କରିଥିଲ। ମୋ କୃପାରୁ ତୁମକୁ ଏକ ପୁତ୍ର ପ୍ରାପ୍ତି ହେବ। କିନ୍ତୁ ତୁମ ପୁତ୍ରର ଆୟୁ କେବଳ 18 ବର୍ଷ ହେବ। 18 ବର୍ଷ ପରେ ତୁମ ପୁତ୍ରର ମୃତ୍ୟୁ ହେବ। ଏତିକି କହି ଅଗ୍ନିଦେବ ଅନ୍ତର୍ଦ୍ଧାନ ହେଲେ। ଶ୍ୟାମ ଶର୍ମା ପୁତ୍ରେଷ୍ଠି ଯଜ୍ଞ କରି ଓ ଅଗ୍ନିଦେବତାଙ୍କ ଠାରୁ ପୁତ୍ର ପ୍ରାପ୍ତିର ବର ପାଇ ଅତ୍ୟନ୍ତ ଖୁସି ହେଲେ। କିନ୍ତୁ ଏକାପଟେ ଦୁଃଖୀ ମଧ୍ୟ ହେଲେ। ସେ ଚିନ୍ତା କଲେ, ପୁତ୍ର ନ ହେବା ଅପେକ୍ଷା କମ୍ ଆୟୁ ବିଶିଷ୍ଟ ପୁତ୍ର ହିଁ ଭଲ। ତାପରେ ସେ ପୂର୍ବ ଭଳି ନିଜ କାମରେ ଲାଗି ପଡ଼ିଲେ। କିଛି ଦିନ ପରେ ତାଙ୍କ ସ୍ତ୍ରୀ ଗର୍ଭଧାରଣ କଲେ। ଶ୍ୟାମ ଶର୍ମା ପୁତ୍ର ଜନ୍ମ ପୂର୍ବରୁ ଓ ପରେ କରାଯାଉଥିବା ସମସ୍ତ ସଂସ୍କାର କଲେ। ତାପରେ ତାଙ୍କୁ ଏକ ଅତ୍ୟନ୍ତ ସୁନ୍ଦର ଓ ତେଜସ୍ୱୀ ପୁତ୍ର ଜନ୍ମ ହେଲା। ସେ ତାଙ୍କ ପୁତ୍ରକୁ ଗୁରୁକୁଳରେ ଶିକ୍ଷା ପ୍ରଦାନ କଲେ। ଶ୍ୟାମ ଶର୍ମାଙ୍କ ପୁତ୍ର ଯେମିତି ବଡ଼ ହେଉଥିଲା, ତାଙ୍କୁ ଚିନ୍ତା ଅଧିକ ସତାଉଥିଲା। ଯେତେବେଳେ ତାଙ୍କ ପୁତ୍ର 16 ବର୍ଷର ହେଲେ, ତାଙ୍କ ସ୍ତ୍ରୀ କହିଲେ, ଏବେ ଆମେ ଆମ ପୁତ୍ରର ବିବାହ କରିଦେବା ଉଚିତ। ଆମ ପୁତ୍ର ବିବାହ ଯୋଗ୍ୟ ହୋଇଛି। ଶ୍ୟାମ ଶର୍ମା କହିଲେ, ହେ ପ୍ରିୟେ, ବିଧିର ବିଧାନ ଅନୁସାରେ ଆମ ପୁତ୍ରର ଆୟୁ କେବଳ 18 ବର୍ଷ। 18 ବର୍ଷ ପରେ ତାର ମୃତ୍ୟୁ ହେବ। ତେଣୁ ତାର ବିବାହ କରି ଆମେ କୌଣସି କନ୍ୟାର ଜୀବନ ନଷ୍ଟ କରିବା ଉଚିତ ନୁହେଁ। ସେ 2 ବର୍ଷ ପରେ ବିଧବା ହେବ ଓ ତାକୁ ଜୀବନରେ ଅନେକ କଷ୍ଟ ସହିବାକୁ ପଡ଼ିବ। କିନ୍ତୁ ଶ୍ୟାମ ଶର୍ମାଙ୍କ ସ୍ତ୍ରୀ ନ ମାନିଲେ। ସେ ତାଙ୍କ ପୁତ୍ରର ବିବାହ ଦେଖିବାକୁ ଚାହୁଁଥିଲେ। ସେ କହିଲେ, ହେ ନାଥ, ଯାହା ହେଉଛି ହେଉ, ମୁଁ ମୋ ପୁତ୍ରକୁ ଅବିବାହିତ ଅବସ୍ଥାରେ ମରୁଥିବା ଦେଖିପାରିବି ନାହିଁ। ଆମ ପାଖରେ କୌଣସି ଜିନିଷର ଅଭାବ ନାହିଁ। ଆମ ପୁତ୍ରବଧୂ ଏହି ସମ୍ପତ୍ତି ପାଇ ସୁଖୀ ଜୀବନଯାପନ କରିପାରିବ। ତେଣୁ ଆପଣ ସଂକୋଚ ନ କରି ଆମ ପୁତ୍ର ପାଇଁ ଏକ ସୁନ୍ଦର କନ୍ୟା ଖୋଜନ୍ତୁ। ସ୍ତ୍ରୀଙ୍କ ମନ ଆଗରେ ଶ୍ୟାମ ଶର୍ମାଙ୍କର କିଛି ଚାଲିଲା ନାହିଁ। ସେ ପୁତ୍ରର ବିବାହ ପାଇଁ ରାଜି ହେଲେ। ତାପରେ ସେ ପାର୍ଶ୍ୱ ନଗରରେ ରହୁଥିବା ଜଣେ ଗରିବ ବୈଶ୍ୟ ଝିଅଙ୍କ ସହ ତାଙ୍କ ପୁତ୍ରର ବିବାହ ସମ୍ପନ୍ନ କଲେ। ଶ୍ୟାମ ଶର୍ମାଙ୍କ ବୋହୂର ନାମ ଥିଲା ସୁଭଦ୍ରା। ସେ ଥିଲେ ଅତ୍ୟନ୍ତ ଗୁଣବତୀ, ଚରିତ୍ରବତୀ ଓ ପତିବ୍ରତା ନାରୀ। ସେ ତାଙ୍କ ପତିର ମୃତ୍ୟୁ ବିଷୟରେ କିଛି ଜାଣିନଥିଲେ। ସୁଭଦ୍ରା ନିତ୍ୟ ତାଙ୍କ ଶାଶୁ ଶ୍ୱଶୁର ଓ ପତିଙ୍କ ସେବା କରୁଥିଲେ। ସେ ସମସ୍ତଙ୍କ ସହ ପ୍ରେମରେ ରହୁଥିଲେ ଏବଂ କାହାର ଆଦେଶର ଅବମାନନା କରୁନଥିଲେ। ତାଙ୍କର ମଧୁର ବାଣୀ ଓ କାର୍ଯ୍ୟଦକ୍ଷତାରେ ସେ ସମସ୍ତଙ୍କ ମନ ଜିଣି ନେଇଥିଲେ। ଏହିପରି 2 ବର୍ଷ ବିତିଗଲା। ତାପରେ ସେହି ସମୟ ନିକଟ ଆସିଲା ଯେତେବେଳେ ଶ୍ୟାମ ଶର୍ମାଙ୍କ ପୁତ୍ରର ମୃତ୍ୟୁ ହେବାର ଥିଲା। ଶ୍ୟାମ ଶର୍ମା ବହୁତ ଭୟ ଲାଗିଲା। ଏକଦା ସେ ତାଙ୍କ ବୋହୂକୁ ଡାକି କ୍ଷମା ମାଗି କହିଲେ, ହେ ବୋହୂ, ତୁମେ ମୋତେ କ୍ଷମା କର। ମୁଁ ତୁମ ସହ ବହୁତ ଅନ୍ୟାୟ କରିଛି। ସୁଭଦ୍ରା କହିଲେ, ହେ ଶ୍ୱଶୁର ମହାଶୟ, ଆପଣ ଏପରି କାହିଁକି କହୁଛନ୍ତି? ଆପଣ ମୋ ଠାରୁ କ୍ଷମା ମାଗି ଲଜ୍ଜିତ ହୁଅନ୍ତୁ ନାହିଁ। ମୁଁ ଆପଣଙ୍କ ଠାରୁ ଛୋଟ, ଆପଣଙ୍କ ଝିଅ। ଦୟାକରି ସଂକୋଚ ନ କରି ଆପଣଙ୍କ ମନରେ ଯାହା ଅଛି କୁହନ୍ତୁ। ମୁଁ ଆପଣଙ୍କ ଆଦେଶ ପାଳନ କରିବି। ଶ୍ୟାମ ଶର୍ମା କହିଲେ, ହେ ପୁତ୍ରୀ, ତୁମେ କଲ୍ୟାଣୀ ଓ ମହାନ ପତିବ୍ରତା। କିନ୍ତୁ ତୁମ ବିବାହ ପୂର୍ବରୁ ମୁଁ ତୁମଠାରୁ ଏକ କଥା ଲୁଚାଇଥିଲି। ଆମେ ପୁତ୍ରେଷ୍ଠି ଯଜ୍ଞ କରି ପୁତ୍ର ପାଇଥିଲୁ। ଅଗ୍ନିଦେବ ଆମକୁ ଆଶୀର୍ବାଦ ଦେଇ କହିଥିଲେ ଯେ ଆମ ପୁତ୍ରର ଆୟୁ କେବଳ 18 ବର୍ଷ। 18 ବର୍ଷ ପରେ ଆମ ପୁତ୍ରର ମୃତ୍ୟୁ ହେବ। ଶ୍ୟାମ ଶର୍ମାଙ୍କ କଥା ଶୁଣି ସୁଭଦ୍ରା କହିଲେ, ହେ ଶ୍ୱଶୁର ମହାଶୟ, ଏତେ ଛୋଟ କଥା ପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ। ମୁଁ ଆପଣଙ୍କୁ ବଚନ ଦେଉଛି ଯେ ଆପଣଙ୍କ ବୋହୂ କେବେ ବିଧବା ହେବ ନାହିଁ। ମୁଁ ମୋ ପତିଙ୍କ ପ୍ରାଣ ରକ୍ଷା କରିବି। ଆପଣ ମୋତେ ଗୋଟିଏ ଦୀପ, ଗୋଟିଏ ଜଳଘଟ ଓ ଗୋଟିଏ ଗାଈ ଆଣି ଦିଅନ୍ତୁ। ଏହାଦ୍ୱାରା ମୋ ପତିଙ୍କ ପ୍ରାଣ ରକ୍ଷା ହେବ। ସୁଭଦ୍ରାଙ୍କ କଥା ଶୁଣି ଶ୍ୟାମ ଶର୍ମା ବହୁତ ଆନନ୍ଦିତ ହେଲେ ଏବଂ କହିଲେ, ହେ ବୋହୂ, ତୁମର ଇଚ୍ଛା ଅନୁସାରେ ମୁଁ ତୁମକୁ ସେହି ସମସ୍ତ ଜିନିଷ ଆଣି ଦେଉଛି। ଏତିକି କହି ଶ୍ୟାମ ଶର୍ମା ସୁଭଦ୍ରାଙ୍କୁ ସେହି 3ଟି ଜିନିଷ ଆଣିଦେଲେ। ଯେଉଁଦିନ ସୁଭଦ୍ରାଙ୍କ ପତିଙ୍କ ମୃତ୍ୟୁ ହେବାର ଥିଲା, ସେହିଦିନ ସକାଳେ ସୁଭଦ୍ରା ଉଠି ତୁଳସୀକୁ ଜଳ ଅର୍ପଣ କଲେ। ତୁଳସୀଙ୍କୁ ପ୍ରଣାମ କରି ତୁଳସୀ ଗଛରେ ଏକ ଚୁନରି ବାନ୍ଧିଲେ ଏବଂ ପ୍ରାର୍ଥନା କଲେ, ହେ ତୁଳସୀ ମା, ମୁଁ ତୁମକୁ ଚୁନରି ଚଢ଼ାଉଛି। ଦୟାକରି ମୋ ସୁହାଗର ରକ୍ଷା କର। ସକାଳେ ଯମରାଜଙ୍କ ଏକ ଦୂତ ଶ୍ୟାମ ଶର୍ମାଙ୍କ ପୁତ୍ରର ପ୍ରାଣ ନେବା ପାଇଁ ତାଙ୍କ ଘରକୁ ଆସିଲା। ସେ ଘରେ ପ୍ରବେଶ କରିବାକୁ ଯାଉଥିବା ବେଳେ ତୁଳସୀ ଗଛ ତାକୁ ଅଟକାଇ କହିଲା, ହେ ଯମଦୂତ, ଏହି ଘରେ ବାସ କରୁଥିବା ନାରୀ ମୋତେ ଚୁନରି ଚଢ଼ାଇଛି।
ତେଣୁ ମୁଁ ଏବେ ତାର ସୁହାଗର ରକ୍ଷା କରୁଛି। ତୁମେ ଏହି ଘରେ ପ୍ରବେଶ କରିପାରିବ ନାହିଁ। ଏତିକି କହି ତୁଳସୀ ଯମଦୂତଙ୍କୁ ଘରେ ପ୍ରବେଶ କରିବାକୁ ଅଟକାଇଲା। ଯମଦୂତ ଭୟଭୀତ ହୋଇ ସୁଭଦ୍ରାଙ୍କ ପତିଙ୍କ ପ୍ରାଣ ନ ନେଇ ଯମପୁରକୁ ଫେରିଗଲା। ଯମପୁରୀରେ ପହଞ୍ଚି ସେ ଯମରାଜଙ୍କୁ କହିଲା, ହେ ଧର୍ମରାଜ, ମୁଁ ପୃଥିବୀ ଲୋକରେ ଜଣେ ପୁରୁଷର ପ୍ରାଣ ନେବା ପାଇଁ ଯାଇଥିଲି, କିନ୍ତୁ ତୁଳସୀ ଗଛ ମୋର ରାସ୍ତା ଅଟକାଇଲା। ତୁଳସୀ ଗଛ କାରଣରୁ ମୁଁ ଘରେ ପ୍ରବେଶ କରିପାରିଲି ନାହିଁ। ଏହା ଶୁଣି ଯମରାଜଙ୍କୁ ବହୁତ ରାଗ ହେଲା। ସେ ଅନ୍ୟ 2 ଜଣ ଦୂତଙ୍କୁ ଡାକି କହିଲେ, ତୁମେ ଏବେ ସନ୍ଧ୍ୟା ସମୟରେ ସୁଭଦ୍ରାଙ୍କ ଘରକୁ ଯାଅ। ଯେତେବେଳେ ତୁଳସୀ ଗଛ ଶୋଇପଡ଼ିଥିବ, ତା ପତିଙ୍କ ପ୍ରାଣ ନେଇ ଯମଲୋକକୁ ଫେର। ସନ୍ଧ୍ୟା ହେବା ମାତ୍ରେ ସୁଭଦ୍ରା ତୁଳସୀ ପାଖରେ ଏକ ଦୀପ ଜାଳିଲେ ଏବଂ ପ୍ରାର୍ଥନା କଲେ, ହେ ଦୀପ, ଏବେ ତୁମେ ମୋ ପତିଙ୍କ ପ୍ରାଣ ରକ୍ଷା କର। ଯମର ଦୂତମାନେ ମୋ ପତିଙ୍କ ପ୍ରାଣ ନେବା ପାଇଁ ଆସୁଛନ୍ତି। ସନ୍ଧ୍ୟା ହେଲା। ତୁଳସୀ ଗଛ ଶୋଇପଡ଼ିଲା। ଯମରାଜଙ୍କ 2 ଦୂତ ସୁଭଦ୍ରାଙ୍କ ଘର ଆଗରେ ପହଞ୍ଚିଲେ। ଏବେ ଆମେ ଏହି ମନୁଷ୍ୟ ପ୍ରାଣ ନେଇ ଯମପୁରୀ ଫେରିବୁ। କିନ୍ତୁ ସେମାନେ ଘରେ ପ୍ରବେଶ କରିବାକୁ ଯାଉଥିବା ବେଳେ ତୁଳସୀ ପାଖରେ ଜଳୁଥିବା ଦୀପ ସେମାନଙ୍କୁ ଅଟକାଇଲା ଏବଂ କହିଲା, ହେ ଦୂତମାନେ, ତୁମେ ଏବେ ସୁଭଦ୍ରାଙ୍କ ପତିଙ୍କ ପ୍ରାଣ ନେଇ ଯାଇପାରିବ ନାହିଁ। ସେହି ନାରୀ ମୋତେ ଜଳାଇ ତାର ପତିଙ୍କ ପ୍ରାଣ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଛି। ତେଣୁ ମୁଁ ତାର ପତିଙ୍କ ପ୍ରାଣ ରକ୍ଷା କରୁଛି। ତୁମେ ଏଠାରୁ ଫେରିଯାଅ, ନଚେତ୍ ମୁଁ ସବୁ କିଛି ଜାଳି ପୋଡ଼ି ଭସ୍ମ କରିଦେବି ଏବଂ ତୁମେ ମଧ୍ୟ ମୋ ଅଗ୍ନିରେ ଜଳି ଭସ୍ମ ହେବ। ଦୀପର କଥା ଶୁଣି ଯମରାଜଙ୍କ ଦୂତମାନେ ଭୟଭୀତ ହୋଇ ଖାଲି ହାତରେ ଯମପୁରକୁ ଫେରିଗଲେ। ସେଠାରେ ପହଞ୍ଚି ସେମାନେ ଯମରାଜଙ୍କୁ ସମସ୍ତ ଘଟଣା କହିଲେ। ଏହା ଶୁଣି ଯମରାଜଙ୍କୁ ବହୁତ ରାଗ ହେଲା। ସେ ଅନ୍ୟ 4 ଜଣ ଦୂତଙ୍କୁ ଡାକି କହିଲେ, ଏବେ ତୁମେ ସକାଳେ ସୁଭଦ୍ରା ଜାଗିବା ପୂର୍ବରୁ ତା ଘରକୁ ଯାଅ ଏବଂ ତାର ପତିର ପ୍ରାଣ ନେଇ ଆସ। ଯମରାଜଙ୍କ ଆଦେଶ ପାଇ 4 ଦୂତ ସକାଳେ ସୁଭଦ୍ରାଙ୍କ ଘରକୁ ଗଲେ। କିନ୍ତୁ ସୁଭଦ୍ରା ରାତିରେ ଘର ଦୁଆର ଆଗରେ ଜଳ ଭର୍ତ୍ତି ଏକ ଘଟ ରଖି ପ୍ରାର୍ଥନା କରିଥିଲେ, ହେ ଜଳ, ମୋ ପତିଙ୍କ ରକ୍ଷା କର। ଯମଦୂତମାନେ ମୋ ପତିଙ୍କ ପ୍ରାଣ ନେବା ପାଇଁ ଆସୁଛନ୍ତି। ଏବେ ତୁମେ ହିଁ ମୋ ସୁହାଗର ରକ୍ଷା କରିପାର। ଏତିକି କହି ସୁଭଦ୍ରା ଶୋଇବାକୁ ଚାଲିଗଲା। ସକାଳେ ଯମର ଦୂତମାନେ ସୁଭଦ୍ରାଙ୍କ ଘରେ ପହଞ୍ଚିଲେ। ସେମାନେ ଘରେ ପ୍ରବେଶ କରିବାକୁ ଯାଉଥିବା ବେଳେ ଜଳ ଘଟ କହିଲା, ତୁମେ ଅଟକ, ତୁମେ ଏହି ଘରେ ପ୍ରବେଶ କରିପାରିବ ନାହିଁ। ଏହି ଘର ଏବେ ମୋ ସୁରକ୍ଷାରେ ଅଛି। ମୁଁ ସୁଭଦ୍ରାଙ୍କ ପତିଙ୍କ ପ୍ରାଣ ତୁମକୁ ନେବାକୁ ଦେବି ନାହିଁ। ଯଦି ତୁମେ ଘରେ ପ୍ରବେଶ କରିବ, ମୁଁ ନର୍କର ଅଗ୍ନି ଲିଭାଇ ଦେବି, ଯେଉଁଥିରେ ସମଗ୍ର ନର୍କଲୋକ ଡୁବିଯିବ। ଏହା ଶୁଣି ଯମର ଦୂତମାନେ ଭୟଭୀତ ହୋଇ ସେଠାରୁ ପଳାଇଲେ। ସେମାନେ ଯମପୁରକୁ ଫେରି ଯମରାଜଙ୍କୁ ସମସ୍ତ ଘଟଣା କହିଲେ। ଯମରାଜଙ୍କୁ ବହୁତ ରାଗ ହେଲା। ସେ 8 ଜଣ ଯମଦୂତଙ୍କୁ ଡାକି କହିଲେ, ଏବେ ଶୀଘ୍ର ଯାଅ ଏବଂ ବଳପୂର୍ବକ ସେହି ମନୁଷ୍ୟର ପ୍ରାଣ ନେଇ ଯମଲୋକକୁ ଆଣ। 8 ଯମଦୂତ ସୁଭଦ୍ରାଙ୍କ ଘର ନିକଟକୁ ଆସିଲେ, କିନ୍ତୁ ସେମାନେ ଦେଖିଲେ ଯେ ସୁଭଦ୍ରାଙ୍କ ଘର ଆଗରେ ଗୋଟିଏ ଗାଈ ବନ୍ଧା ହୋଇଛି। ସୁଭଦ୍ରା ଯମଦୂତମାନଙ୍କ ଆଗମନ ପୂର୍ବରୁ ଘର ଆଗରେ ଗାଈକୁ ବାନ୍ଧି ଗୋମାତାଙ୍କୁ ପ୍ରଣାମ କରିଥିଲେ। ହେ ଗୋମାତା, ଆଜି ଯମଦୂତମାନେ ମୋ ପତିଙ୍କ ପ୍ରାଣ ନେବା ପାଇଁ ଆସୁଛନ୍ତି। ଏବେ ତୁମେ ହିଁ ମୋ ସୁହାଗର ରକ୍ଷା କରିପାର। ମୁଁ ତୁମ ଶରଣରେ ଆସିଛି। ଦୟାକରି ମୋତେ ବିଧବା ହେବାରୁ ରକ୍ଷା କର। ଗାଈ କହିଲା, ହେ ପୁତ୍ରୀ, ତୁମେ ଚିନ୍ତା କର ନାହିଁ। ମୁଁ ନିଜେ ତୁମ ପତିଙ୍କ ପ୍ରାଣ ରକ୍ଷା କରିବି। ମୁଁ ଥାଉ ଥାଉ ଯମର ଦୂତମାନେ ତୁମ ଘରେ ପ୍ରବେଶ କରିପାରିବେ ନାହିଁ। ତୁମେ ନିଶ୍ଚିନ୍ତ ହୋଇ ଘରେ ତୁମ ପତିଙ୍କ ସେବା କର। ଯେତେବେଳେ ଯମଦୂତମାନେ ଘରେ ପ୍ରବେଶ କରିବାକୁ ଆସିଲେ, ଗାଈ ସେମାନଙ୍କୁ ଅଟକାଇ କହିଲା, ତୁମେ ଏହି ଘରେ ପ୍ରବେଶ କରିପାରିବ ନାହିଁ। ଏହି ଘରର ରକ୍ଷା ମୁଁ କରୁଛି। ମୋ ଥାଉ ଥାଉ କେହି ଏ ଘରେ ପ୍ରବେଶ କରିପାରିବେ ନାହିଁ। ଯଦି ତୁମେ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିବ, ମୁଁ ତୁମ ସମସ୍ତଙ୍କୁ ଅଭିଶାପ ଦେବି। ତୁମେ ଘରେ ପ୍ରବେଶ କରିବାକୁ ଚାହୁଁଛ, ତାହେଲେ ପ୍ରଥମେ ମୋ ପ୍ରାଣ ନେବାକୁ ପଡ଼ିବ। କିନ୍ତୁ ତୁମକୁ ଗୋହତ୍ୟାର ପାପ ଲାଗିବ, ଯାହାର କୌଣସି ପ୍ରାୟଶ୍ଚିତ ନାହିଁ। ଗାଈର ଅଭିଶାପ କଥା ଶୁଣି ଯମଦୂତମାନେ ଭୟଭୀତ ହୋଇଗଲେ। ସେମାନେ ଜାଣିଥିଲେ ଯେ ଗାଈର ଅଭିଶାପରୁ କେହି ମୁକ୍ତ ଦେଇପାରିବେ ନାହିଁ ଏବଂ ଗୋହତ୍ୟା ହେଉଛି ସଂସାରର ସବୁଠାରୁ ଜଘନ୍ୟ ଓ ମହାପାପ, ଯାହାର କୌଣସି ପ୍ରାୟଶ୍ଚିତ ନାହିଁ। ତେଣୁ ସେମାନେ ସେଠାରୁ ଫେରି ଯମପୁରକୁ ଚାଲିଗଲେ। ଯମପୁରୀରେ ପହଞ୍ଚି ସେମାନେ ଯମରାଜଙ୍କୁ ସମସ୍ତ ଘଟଣା କହିଲେ। ଯମରାଜ କ୍ରୋଧ ହୋଇ ନିଜେ ଭୈଁସ ଉପରେ ଚଢ଼ି ପୃଥିବୀ ଲୋକକୁ ଗଲେ। ଯମରାଜଙ୍କୁ ଘର ଆଗରେ ଦେଖି ସୁଭଦ୍ରା ଭୟଭୀତ ହେଲେ। ସେ ଶୀଘ୍ର ଯମରାଜଙ୍କ ଚରଣ ସ୍ପର୍ଶ କରି ନମସ୍କାର କଲେ ଏବଂ ତାଙ୍କ ସ୍ତୁତି କରିବାକୁ ଲାଗିଲେ। ହେ ଯମରାଜ, ଆପଣ 3 ଲୋକର ପ୍ରାଣୀଙ୍କ ଉପରେ କୃପା କରୁଥିବା ମହାନ ଦେବତା। ସଂସାରର ସମସ୍ତ ପ୍ରାଣୀଙ୍କ ପାପ ଓ ପୁଣ୍ୟର ଲେଖାଜୋଖା ଆପଣଙ୍କ ପାଖରେ ରହିଛି।
हे ନ୍ୟାୟର ଦେବତା ଧର୍ମରାଜ, ମୁଁ ସତ୍ୟ ଧର୍ମ ପାଳନ କରୁଥିବା ପତିବ୍ରତା ନାରୀ। ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛି। ଦୟାକରି ମୋତେ ଆଶୀର୍ବାଦ ଦିଅନ୍ତୁ। ସୁଭଦ୍ରାଙ୍କ ସ୍ତୁତିରେ ଯମରାଜ ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ଅଜାଣତରେ ତାଙ୍କୁ ସଦା ସୌଭାଗ୍ୟବତୀ ହୁଅ ବୋଲି ଆଶୀର୍ବାଦ ଦେଲେ। ଯେତେବେଳେ ଯମରାଜ ସୁଭଦ୍ରାଙ୍କ ପତିଙ୍କ ପ୍ରାଣ ନେବା ପାଇଁ ଆଗେଇଲେ, ସୁଭଦ୍ରା କହିଲେ, ହେ ଧର୍ମରାଜ, ଆପଣ ମୋତେ ସଦା ସୌଭାଗ୍ୟବତୀ ହେବାର ଆଶୀର୍ବାଦ ଦେଇଛନ୍ତି, କିନ୍ତୁ ଏବେ ଆପଣ ମୋ ପତିଙ୍କ ପ୍ରାଣ ନେବାକୁ ଯାଉଛନ୍ତି। ଏହାଦ୍ୱାରା ଆପଣଙ୍କ ଆଶୀର୍ବାଦ ମିଛ ହେବ। ସୁଭଦ୍ରାଙ୍କ କଥା ଶୁଣି ଯମରାଜ ଅଟକି ଗଲେ ଏବଂ ତାଙ୍କ ଆଡ଼େ ଦେଖି ହସିଦେଲେ। ସୁଭଦ୍ରାଙ୍କ ନିର୍ମଳ ହୃଦୟ ଓ ତାଙ୍କ ପତି ପ୍ରତି ସମର୍ପଣ ଭାବ ଦେଖି ଯମରାଜ ଅତ୍ୟନ୍ତ ପ୍ରସନ୍ନ ହେଲେ। ସୁଭଦ୍ରାଙ୍କୁ ଦେଖି ଯମରାଜ କହିଲେ, ହେ ପୁତ୍ରୀ, ଆଜି ତୁମେ ସାକ୍ଷାତ ମୃତ୍ୟୁକୁ ପରାଜିତ କରିଛ। ମୁଁ ତୁମର ପତିବ୍ରତା ଧର୍ମରେ ଅତ୍ୟନ୍ତ ପ୍ରସନ୍ନ। ଏବେ ମୁଁ ତୁମ ପତିଙ୍କ ପ୍ରାଣ ଛାଡ଼ି ଦେଉଛି। ତୁମର ଯେଉଁ ମନସ୍କାମନା ଅଛି ତାହା ମୋ ଠାରୁ ମାଗ। ସୁଭଦ୍ରା କହିଲେ, ହେ ଧର୍ମରାଜ, ମୁଁ ମୋ ପତିଙ୍କ ପାଇଁ 100 ବର୍ଷର ଆୟୁ ମାଗୁଛି। ମୋ ପାଇଁ ମୋ ପତି ହିଁ ପରମେଶ୍ୱର। ମୁଁ ମୋ ପତିଙ୍କୁ ଛାଡ଼ି ଜୀବିତ ରହିପାରିବି ନାହିଁ। ତେଣୁ ଆପଣ ମୋତେ ଏହି ବର ଦିଅନ୍ତୁ। ଯମରାଜ ପ୍ରସନ୍ନ ହୋଇ କହିଲେ, ତଥାସ୍ତୁ। ହେ କଲ୍ୟାଣୀ, ଆଜିଠାରୁ ଯେଉଁ ନାରୀ ତା ଘର ଆଗରେ ତୁଳସୀ ଗଛ ଲଗାଇବ, ପ୍ରତ୍ୟେକ ସନ୍ଧ୍ୟାରେ ତୁଳସୀ ପାଖରେ ଦୀପ ଜାଳିବ, ଯେଉଁ ଘର ଆଗରେ ଗାଈ ବନ୍ଧା ହେବ ଏବଂ ଯେଉଁ ନାରୀ ତାର ଘର ଆଗରେ ଜଳ ଭର୍ତ୍ତି ଘଟ ରଖିବ, ସେହି ଘରେ ମୋର ଦୂତମାନେ କେବେ ପ୍ରବେଶ କରିବେ ନାହିଁ। ଏତିକି କହି ଯମରାଜ ସେହି ସ୍ଥାନରୁ ଅନ୍ତର୍ଧ୍ୟାନ ହେଲେ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଦେବୀ, ଏହିପରି ସୁଭଦ୍ରା ତାର ପତିବ୍ରତା ଧର୍ମ ପାଳନ କରି ତାର ପତିଙ୍କ ମୃତ୍ୟୁକୁ ଦୂର କରିଥିଲେ। ତେଣୁ ଯେଉଁ ନାରୀ ତା ଘର ଆଗରେ ତୁଳସୀ ଗଛ ଲଗାଇବ, ପ୍ରତ୍ୟେକ ସନ୍ଧ୍ୟାରେ ତୁଳସୀ ପାଖରେ ଦୀପ ଜାଳିବ, ତାର ଘରେ ମୃତ୍ୟୁ ପ୍ରବେଶ କରିପାରିବ ନାହିଁ। ଯେଉଁ ଘର ଆଗରେ ଗାଈ ବନ୍ଧା ହେବ, ସେହି ଘରେ କେବେ ଦୁଃଖ ଓ ଦାରିଦ୍ର୍ୟ ଆସିବ ନାହିଁ। ଯେଉଁ ନାରୀ ତାର ଘର ଆଗରେ ଜଳ ଭର୍ତ୍ତି ଘଟ ରଖିବ, ତାର ଘରେ କେବେ ଶୋକ ହେବ ନାହିଁ। ଏହିପରି ଭଗବାନ ଶ୍ରୀକୃଷ୍ଣ ଦେବୀ ସତ୍ୟଭାମାଙ୍କୁ ତୁଳସୀକୁ ଜଳ ଅର୍ପଣ କରିବା ଏବଂ ତୁଳସୀ ପାଖରେ ଦୀପ ଜଳାଇବାର ମହତ୍ତ୍ୱ କହିଲେ। ଜୟ ଶ୍ରୀକୃଷ୍ଣ। ପ୍ରିୟ ଦର୍ଶକମାନେ, ଏହି କାହାଣୀ ଆପଣଙ୍କୁ କିପରି ଲାଗିଲା ଦୟାକରି କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଯଦି ଏହି ଭିଡ଼ିଓ ଆପଣଙ୍କୁ ପସନ୍ଦ ହୋଇଛି ତେବେ ଲାଇକ୍ କରନ୍ତୁ, କମେଣ୍ଟରେ ଜୟ ଶ୍ରୀକୃଷ୍ଣ ନିଶ୍ଚୟ ଲେଖନ୍ତୁ ଏବଂ ଏପରି ଆହୁରି ଅନେକ କାହାଣୀ ଶୁଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଧନ୍ୟବାଦ।